এই ভিডিও ଆପଣ ସମସ୍ତେ ଦେଖନ୍ତୁ କ'ଣ ଦେଖିଲେ ତାପରେ କଥା ହେବା। ଆପଣମାନେ କ'ଣ ଦେଖିଲେ এই ଭିଡ଼ିଓରେ ଯେ ଏଇ ରାସ୍ତା କଡ଼ ତାଳ ଗଛ ଗୁଡ଼ିକ କିଏ ଲଗେଇଛନ୍ତି, କିଏ ୟାକୁ ସୁରକ୍ଷା ଦେଉଛନ୍ତି? ନାହିଁ। କେତେ ବଡ଼ ବଡ଼ ହେଇଛି, କେତେ ଉଚ୍ଚ ଉଚ୍ଚ ହେଇଛି। ଦେଖନ୍ତୁ ଏଇ ତାଳ ଗଛ ଉପରେ କିଛି ଅସୁବିଧା ଆସିନି, ଝଡ଼ ଆସିନି, ହେଲେ ଏତେ ଉଚ୍ଚା ଉଚ୍ଚା ଉଠିଛି। ତେଣୁ ଆପଣମାନେ ଚିନ୍ତା କରନ୍ତୁ, ଯେକୌଣସି କାର୍ଯ୍ୟ କରିବାକୁ ହେଲେ ଟାଇମ୍ ଲାଗିବ, ପ୍ରୋବ୍ଲେମ୍ ବି ହେବ। ଫିର୍ ବି ଯଦି ଆମେ ପରିଶ୍ରମ କରିବା ତାହେଲେ ଆମେ ସେ ଉଚ୍ଚ ଉଚ୍ଚ ସଫଳତା ପାଇପାରିବା। କିନ୍ତୁ ଆଜି ଗୋଟିଏ ଜିନିଷ ଉପରେ କହୁଛି, ଯେଉଁଟାକି ଆଦିବାସୀ ସମାଜ ସେ ସବୁବେଳେ ଅନ୍ୟକୁ ଦୋଷ ଦେବାରେ ଲାଗିଛି। ଦେଖନ୍ତୁ ବନ୍ଧୁ, ଯଦି ଏଠି ଡିଭାଇଡ଼ ହେଇଛି ବା ବିଭିନ୍ନ କମ୍ୟୁନିଟିରେ ବଣ୍ଟା ଯାଇଛି, ତ ଅନ୍ୟମାନେ ଶତ୍ରୁତା କରିବେ, ଅନ୍ୟମାନେ ନିଚା ଦେଖିବା ପାଇଁ ଚେଷ୍ଟା କରିବେ, ଏଇଟା ସ୍ୱାଭାବିକ। କିନ୍ତୁ ସାମ୍ବିଧାନିକ ଆଇନ ଅନୁଯାୟୀ ଯେଉଁଗୁଡ଼ିକ ଏବେ ସେଡ୍ୟୁଲ୍ ଏରିଆ, ସେ ଜାଗାରେ MLA MP ମାନେ ଠିଆ ହେଉଛନ୍ତି କେଉଁ କ୍ୟାଟାଗୋରୀରୁ? ସେ ଆଦିବାସୀମାନଙ୍କୁ। କିନ୍ତୁ କିଛି ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି କି? ଆଉ ଯଦି କରୁନାହାନ୍ତି, ଆପଣମାନେ ତାଙ୍କୁ ଭୋଟ ଦେଉଛନ୍ତି କାହିଁକି? ଏହାର ମେନ୍ କାରଣ ହେଲା ଆମେ ଶିକ୍ଷିତ ନୁହଁ, ଆଉ ଆମେ କୌଣସି କଥାକୁ ମାନୁନାହୁଁ। ଆମେ ସେଇ ଟାଇପ୍ର କାର୍ଯ୍ୟରେ କେବେ ଲିପ୍ତ ରହୁନାହୁଁ ଯେଉଁ କାର୍ଯ୍ୟ ଦ୍ୱାରା ଆମ ସମାଜ ସୁଧୁରି ପାରିବ ବା ପରିବର୍ତ୍ତନ ହେଇପାରିବ। ଆଉ ଆମେ ସବୁବେଳେ ଖାମଖିଆଲି ସବୁ ଜିନିଷକୁ ଗୁରୁତ୍ୱ ମନେ କରୁନୁ। ତେଣୁ ସେଇ ଏରିଆ ଗୁଡ଼ିକରେ ଆପଣ ଚିନ୍ତା କରନ୍ତୁ, ସବୁବେଳେ ସେଇ ଆଦିବାସୀ କମ୍ୟୁନିଟିର ଲୋକ ଜିତିଛନ୍ତି MLA MP। କିନ୍ତୁ ସତ କଥା କହିବାକୁ ଗଲେ ସେମାନେ ନିଜ ଭାଷାର ବିଦ୍ୟାଳୟ କେତେ ସ୍ଥାପନ କଲେ। ସ୍ୱାଧୀନତା ପରେ 78 ବର୍ଷ କମ୍ କଥା ନୁହେଁ। ଆପଣ ଯଦି ଉଦାହରଣ ଆକାରରେ ଯଦି ନେଇଯିବା କିସ୍ ଅନୁଷ୍ଠାନ ଦେଖନ୍ତୁ, କେତେ ବର୍ଷ। ସମ୍ମାନୀୟ ଡକ୍ଟର ଅଚ୍ୟୁତ ସାମନ୍ତ ଆଦିବାସୀଙ୍କ ପାଇଁ କେତେ ବଡ଼ ଅନୁଷ୍ଠାନ କରିପାରିଛନ୍ତି। କିନ୍ତୁ ଯେଉଁମାନେ ସ୍ୱତନ୍ତ୍ର ଆଦିବାସୀମାନଙ୍କ ଡେଭଲପମେଣ୍ଟ ପାଇଁ ନେତା ହେଲେ, ମନ୍ତ୍ରୀ ହେଲେ, ଗୋଟିଏ ବି ଅନୁଷ୍ଠାନ ନାହିଁ। ହଁ, କିଛି କିଛି କରିଛନ୍ତି, ଯେଉଁଟାକି MLA MP ଯେଉଁ ଟାଇପ୍ର କାର୍ଯ୍ୟ କରିବା କଥା କରିନାହାନ୍ତି। ସେଇଟା ସବୁଠୁ ଦୁଃଖନୀୟ କଥା। ଆପଣମାନେ ବିଚାର କରିବେ, ସବୁବେଳେ ଏଇଭଳିଆ ରହିବେ ନା ପରିବର୍ତ୍ତନ ହେବେ, ତ ଆପଣମାନେ ଡିସାଇଡ଼ କରିବେ। ଆଉ ସେ ଅନୁଷ୍ଠାନ, ଯେଉଁଟା କିସ୍ ଅନୁଷ୍ଠାନ କଥା କହିଲି, ସେ ଏତେ ଆଦିବାସୀ ପିଲା ପାଠ ପଢ଼ୁଛନ୍ତି, ତ ସେଇ ଅନୁଷ୍ଠାନର ଯେ ଫାଉଣ୍ଡର, ତାଙ୍କୁ କ'ଣ ସେଭଳିଆ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିନି? ସେ ମଧ୍ୟ କରିଛନ୍ତି। ଆଉ ସେ ସବୁ ପ୍ରୋବ୍ଲେମ୍କୁ ସାମ୍ନା କରିକି ସେ ଆଦିବାସୀ ପିଲାମାନଙ୍କୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ସେଥିପାଇଁ ତାଙ୍କୁ ଗୋଟେ ଗୋଟେ ପ୍ରଣାମ। ତ ଯେଉଁମାନଙ୍କୁ ଆମେ ବାଛିଲୁ, ସେମାନେ ସେଇଭଳିଆ କୌଣସି କାର୍ଯ୍ୟ କରିପାରିଲେନି। ସବୁଠୁ ଦୁଃଖ ସେଇଟା। ଏ କଥାକୁ ସେୟାର କରିବେ ନ କରିବେ ସେଇଟା ଆପଣମାନଙ୍କର ଇଚ୍ଛା। ତେଣୁ ଏଇ ଟାଇପ୍ର ପ୍ରୋବ୍ଲେମ୍ ଯେତେବେଳେ ମୋତେ ଅନୁଭବ ହେଲା, ସେଥିପାଇଁ ଏ ଭିଡ଼ିଓଟି ମୁଁ ତିଆରି